ଗୋଟିଏ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ 4 ଜଣ ମହିଳାଙ୍କ ସମେତ 5 ଜଣ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ପରେ ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଆହତମାନଙ୍କୁ ରାଇରଙ୍ଗପୁର ପ୍ରଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର କିଛି ଲୋକମାନେ ଏକ ଅଟୋ ଯୋଗେ ଚିକିତ୍ସା ପାଇଁ ରାଇରଙ୍ଗପୁର ଆସୁଥିଲେ। ତେବେ ଖଡ଼ଖାଇ ପୋଲ ନିକଟରେ ଦ୍ରୁତ ଗତିରେ ଥିବା ଅଟୋଟି ହଠାତ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରାଇରଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିବା ପରେ ରାଇରଙ୍ଗପୁର ପ୍ରଖଣ୍ଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି। ଆହତମାନେ ହେଲେ ଦେଉଳି ଗ୍ରାମର ସନ୍ତୋଷୀ ସୋରେନ, ଭବେନ୍ଦ୍ର ହାଁସଦା, ବାଙ୍କି ହାଁସଦା, କେଶରଗାଡ଼ିଆ ଗ୍ରାମର ରାଇମଣି ମାଝୀ ଏବଂ ବିଶୋଇ ଥାନା ଅନ୍ତର୍ଗତ ରଳୟବିନ୍ଧା ଗ୍ରାମର ଛିତାମଣି ମାଝୀ। ତେବେ ଅଟୋଟି ଅତି ଦ୍ରୁତ ଗତିରେ ଥିବା ଯୋଗୁଁ ଏହିପରି ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତେଣୁ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା ଅଟୋ ଚାଳକକୁ ଧରିବା ସହ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ସୁନିଲ କୁମାର ମହାପାତ୍ରଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।